ଘଟଣା ହଉଛି କଣ କି ଯେତେବେଳେ ହ୍ୟୁମାନ ସାଗର ନୂଆ ନୂଆ ଆସିଲେ ଧୀରେ ଧୀରେ ଏତେ ତାଙ୍କ ପପୁଲାରିଟି ବଢିଲା। ଆପଣମାନଙ୍କର ମନ ଥିବ ଯେ ବିଗତ ଦିନରେ ବମ୍ବେ ସିଙ୍ଗର ସବୁ ଓଡ଼ିଆ ଗୀତ ଗାଉଥିଲେ। ସେ ଉଦିତ ନାରାୟଣ ହୁଅନ୍ତୁ କି ବିନୋଦ ରାଠୋର ହୁଅନ୍ତୁ ବା ସୁରେଶ ବାଡକର ହୁଅନ୍ତୁ, ସମସ୍ତେ ସେମାନେ ଗାଉଥିଲେ। ଇଏ ଏମିତି ଗୋଟେ ସମୟ କରିଦେଇଥିଲେ ଯେ ଓଡ଼ିଶା ଲୋକ, ଓଡ଼ିଶାର ସଙ୍ଗୀତ ନିର୍ଦ୍ଦେଶକ ମାନେ ବମ୍ବେକୁ ଯିବା ଭୁଲି ଯାଇଥିଲେ। ସବୁ ଆଙ୍କ ଉପରେ ଧ୍ୟାନ ଦଉଥିଲେ ଆଉ ଆଙ୍କୁ ନେଇକି ଗୀତ କରୁଥିଲେ। ତ ଏମିତି ମାତ୍ରା କହିହବ ଯେ ସେ ଲେବୁଲରେ ପହଞ୍ଚି ଯାଇଥିଲେ କି ହିନ୍ଦୀ ସିଙ୍ଗର ମାନଙ୍କର ବି ଆବଶ୍ୟକତା ନଥିଲା। ଯେ ପ୍ରତ୍ୟେକ ଓଡ଼ିଆ, ପ୍ରତ୍ୟେକ ଦର୍ଶକଙ୍କ ହୃଦୟରେ ସିଏ ଅଛନ୍ତି। ଆଉ ପ୍ରତ୍ୟେକ ମଣିଷ ଯୋଉମାନଙ୍କ ସହିତ ସେ ସମ୍ପୃକ୍ତ, ଯୋଉମାନଙ୍କ ସହିତ ସିଏ ଭଲ ଭାବରେ ମିଶିଛନ୍ତି, ତାଙ୍କ ମନରେ ହିଁ ସେ ଜାଗା ତିଆରି କରିଦେଇଛନ୍ତି। ଯାହାଫଳରେ କି ଆଜି ଆମର କୋହ ନ ବାହାରିଲେ ବି ଆମ ଛାତି ଫଟା କୋହ ଆମ ଭିତରେ ରହିଯାଇଛି। ଆଉ ରହିଲା ଏଇ ସବୁ ସମୟ, ହୁଏତ ଆମକୁ କଷ୍ଟ ଲାଗିପାରେ, ହୁଏତ ଆମକୁ ବାଧିପାରେ, କିନ୍ତୁ ଜନ୍ମ ମୃତ୍ୟୁ ସବୁବେଳେ ସତ୍ୟ। ଆଉ ସେଟାକୁ ଆମକୁ କଷ୍ଟ ହଉ ପଛେ ଗ୍ରହଣ କରିବାକୁ ପଡିବ। ଡାକ୍ତର ମାନଙ୍କୁ ଆମେ ସେକେଣ୍ଡ ଭଗବାନ ବୋଲି କହିଥାଉ। ସେମାନେ ତାଙ୍କର ଅପ୍ରାଣ ଚେଷ୍ଟା କରୁଛନ୍ତି ମଧ୍ୟ ସମସ୍ତେ କହୁଛନ୍ତି, କିନ୍ତୁ ସମୟ କେବେ କାହାର ନୁହେଁ। କିନ୍ତୁ ବ୍ୟକ୍ତିଗତ ଭାବରେ ଯୋଉ ସମ୍ପର୍କ ଆମେ ତାଙ୍କ ସାଙ୍ଗରେ ଥିଲା ବା ଆଜୀବନ ରହିବ, ସେ ନଥିଲେ ବି ତାଙ୍କ ସମ୍ପର୍କ ଆମ ଭିତରେ ରହିବ। ପ୍ରତ୍ୟେକ ମୁହୂର୍ତ୍ତରେ ସେ ମନେ ପଡ଼ିବେ, କାହିଁକି ନା ସେ ହେଉଛନ୍ତି ଅଦ୍ୱିତୀୟ, ସେ ହେଉଛନ୍ତି ସବଷ୍ଟିଚ୍ୟୁଟ୍ ବିହୀନ, ତାଙ୍କର କେହି ସବଷ୍ଟିଚ୍ୟୁଟ୍ ନାହାନ୍ତି। ତ ଏବେ ଯଦି ଦୁଃଖ ଗୀତ ଖୋଜିବାକୁ ଗଲେ ତାଙ୍କୁ ଖୋଜିବାକୁ ପଡ଼େ, ଯଦି ରୋମାଣ୍ଟିକ ଖୋଜିବାକୁ ପଡ଼ିଲେ ତାଙ୍କୁ ହିଁ ଖୋଜିବାକୁ ପଡ଼େ। ଆଉ ସେଭଳି ଚରିତ୍ରଙ୍କୁ, ସେଭଳି ମଣିଷକୁ ଆଉ ପାଇବାନି। ଆଉ ରହିଲା ବ୍ୟକ୍ତିଗତ ସମ୍ପର୍କ, ତାଙ୍କ ସହିତ ଆମର ବହୁତ ଭଲ ସମ୍ପର୍କ। ଆଉ ତାର ଶାଳୀନତା, ନମ୍ରତା ଆଉ ଭଦ୍ରାମୀ ତାଙ୍କୁ ଜଣା ଅଛି। ଯେତେବେଳେ ଦେଖନ୍ତି ସେ ପାଦ ସ୍ପର୍ଶ କରିକି ମୁଣ୍ଡିଆଟେ ମାରନ୍ତି। ଆଉ ବହୁତ ଭଲ ସୁନ୍ଦର ବ୍ୟବହାର, ଆଉ କାହାକୁ କେମିତି ସମ୍ମାନ ଦିଏ ଜଣା ଅଛି। ସେଥିପାଇଁ ହୁଏତ ଆମ ହୃଦୟ ଆଜି ଫାଟି ଯାଉଛି।